ଚାନ୍ଦିଭଣ୍ଡାରେ ଅକ୍ଷୟ ତୃତୀୟା ସେଲିବ୍ରେସନ୍। ରୂପା ଗହଣା ଆଟିଫାକୁ ଗଡ଼ା ମଜୁରୀରେ 50% ପର୍ଯ୍ୟନ୍ତ ରିହାତି। ଓଡ଼ିଆମାନଙ୍କ ହୃଦୟରେ ଅକ୍ଷୟ ତୃତୀୟାର ସ୍ୱତନ୍ତ୍ର ସ୍ଥାନ ରହିଆସିଛି। ଏହାକୁ ନୂତନ ଆରମ୍ଭ ତଥା ସମୃଦ୍ଧିର ଦିନ ଭାବେ ପାଳନ କରାଯାଇଥାଏ। ଏହି ଦିନରେ ରୂପା କିଣି ପର୍ବକୁ ପାଳନ କରିବାର ପରମ୍ପରା ରହିଛି। ଅକ୍ଷୟ ତୃତୀୟାରେ ରୂପା କିଣିବା ଦ୍ୱାରା ଜୀବନରେ ସମୃଦ୍ଧି ଆସିବା ସହ ସମ୍ପତ୍ତି ବଢ଼ିଥାଏ ବୋଲି ବିଶ୍ୱାସ ଅଛି। ଏହି ପର୍ବରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ ରୂପା ଗହଣାର ଏକ୍ସକ୍ଲୁସିଭ୍ ଷ୍ଟୋର ଚାନ୍ଦିଭଣ୍ଡାର ଆଣିଛି ସ୍ୱତନ୍ତ୍ର ଅଫର। ଏହା ଅନ୍ତର୍ଗତ ଗ୍ରାହକ ରୂପା ଗହଣା ଏବଂ ଆର୍ଟିଫ୍ୟାକ୍ଟର ଗଡ଼ା ମଜୁରୀ ପରେ 50% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏ ଅଫର ଚଳିତ ମାସ 26 ତାରିଖରୁ ଆରମ୍ଭ ହୋଇ ଆସନ୍ତା ମେ 10 ଯାଏଁ ଚାଲିବ। ଚାନ୍ଦିଭଣ୍ଡାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପୂଜାବାସନଠାରୁ ଆରମ୍ଭ କରି ଫାଇନ୍ ଡିନର ୱେର୍ ଓ ଆକର୍ଷଣୀୟ ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ। ପ୍ରତ୍ୟେକ ପିସ୍ କାଳଜୟୀ ଚମତ୍କାରିତା ଏବଂ ଅତୁଳନୀୟ କାରିଗରୀକୁ ପ୍ରଦର୍ଶିତ କରିଥାଏ। ଏ ଅକ୍ଷୟ ତୃତୀୟାରେ ଗ୍ରାହକ ଚାନ୍ଦିଭଣ୍ଡାରେ 92.5% ଶୁଦ୍ଧ ଷ୍ଟର୍ଲିଂ ରୂପାରେ ପ୍ରସ୍ତୁତ ହଲମାର୍କ ବାସନ ଏବଂ ଆକ୍ସେସରିଜର ବିଶାଳ ସମ୍ଭାର ପାଇପାରିବେ। ପ୍ରତ୍ୟେକ ଆବଶ୍ୟକତା ଏବଂ ଉତ୍ସବକୁ ଦୃଷ୍ଟିରେ ରଖି ଷ୍ଟୋରରେ ଭଳିକି ଭଳି କଲେକ୍ସନ ଉପଲବ୍ଧ କରାଯାଇଥାଏ। ସେ ଆଧ୍ୟାତ୍ମିକ ହେଉ କିମ୍ବା ଅନ୍ୟ କୌଣସି ଉତ୍ସବ ପ୍ରତି ଅବସର ପାଇଁ ଚାନ୍ଦିଭଣ୍ଡାରରେ ଉପଯୁକ୍ତ କଲେକ୍ସନ ରହିଛି। ଷ୍ଟାଇଲିଶ ଦେଖାଯିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏଠାରେ ବ୍ୟାପକ ସମ୍ଭାର ରହିଛି। ଏ ଅବସରରେ ଚାନ୍ଦିଭଣ୍ଡାର ନିର୍ଦ୍ଦେଶିକା ଲିପ୍ସା ହଂସ କୁହନ୍ତି, ଚାନ୍ଦିଭଣ୍ଡାରେ ଆମେ ପାରିବାରିକ ମୂଲ୍ୟବୋଧକୁ ସମ୍ମାନ ଦେଇଥାଉ। ବାସ୍ତବତାକୁ ପ୍ରାଧାନ୍ୟ ଦେଇ ଆମେ ଆଗକୁ ବଢ଼ି ଚାଲିଛୁ, ଯାହାକି ଆମକୁ ନୂଆ ଶିଖରରେ ଚଢ଼ିବାକୁ ତଥା ଯାହା ଜୀବନ ଦେଇଛି ତାହାକୁ ପାଳନ କରିବାକୁ ସକ୍ଷମ କରୁଛି। ସେଲିବ୍ରେଟ୍ କରିବାକୁ ଚେଷ୍ଟା କରୁ। ଆମେ ଭ୍ୟାଲେଣ୍ଟାଇନ୍ସ ଡେ ବି ମନେଇଥିଲୁ, କିନ୍ତୁ ଆମେ ଅକ୍ଷୟ ତୃତୀୟା ବି ମନାଉ, ଆମେ ପୂଜା ବି ମନାଉ, ଆମେ ରଜ ସାବିତ୍ରୀ ସବୁ ମନାଉ। କାହିଁକି ନା ଆମ କୋର୍ ଭ୍ୟାଲ୍ୟୁ ହେଲା କି ଆମେ ଯେତେ ରୁଟେଡ୍ ରହିବୁ ଟୁ ଆୱାର ହିଷ୍ଟ୍ରି, ଆୱାର କଲଚର, ଆୱାର ଟ୍ରେଡିସନ୍, ଆମେ ସେତେ ଉପରକୁ ବି ଉଠିପାରିବୁ। ସୋ ଦ୍ୟାଟ୍ ବିଙ୍ଗ ଆୱାର କୋର୍ ଭ୍ୟାଲ୍ୟୁ, ଅକ୍ଷୟ ତୃତୀୟା ଆମେ ଜାଣିଛୁ ଆମ ଧର୍ମରେ ଓଡ଼ିଆମାନଙ୍କ ପାଇଁ ବର୍ଷର ସବୁଠୁ was at CDA Cuttack, and ଆମେ ଢେଙ୍କାନାଳରେ ଖୋଲିବାକୁ ଯାଉଛୁ on 3rd of May. So ଢେଙ୍କାନାଳ store will be a 13th store, ଯୋଉଟାକି ଆମେ ଅକ୍ଷୟ ତୃତୀୟା ପୂର୍ବରୁ ଖୋଲିଦେବୁ। ତାପରେ the next store in making is in Talcher. Talcher they are coming up with one of the best. Bureau report, Ekamra News Agency.